ବିଶ୍ୱ ଜୀବନର ମନସ୍ତତ୍ତ୍ୱ। ଆଉ ଥରେ କହିଦିଏ, ବିଶ୍ୱ ଜୀବନର ମନସ୍ତତ୍ତ୍ୱ। ଚାଲନ୍ତୁ ପଢ଼ିବା। ସମଚକ୍ରର ପରିବର୍ତ୍ତିତ ଧାରାରେ ସୃଷ୍ଟିର ଆରମ୍ଭ କାଳରୁ ଅନେକ ପରିବର୍ତ୍ତନ ତଥା ବିବର୍ତ୍ତନୀୟ ଧାରାରେ ନାନାଦି ପରିସ୍ଥିତିର ସମ୍ମୁଖୀନ ହୋଇ ମନୁଷ୍ୟ ଜାତି ଆଜି ଏକବିଂଶ ଶତାବ୍ଦୀରେ ଉପନୀତ। ଆଧୁନିକୀକରଣର ବେଶ କିଛି ବର୍ଷ ଏହା ମଧ୍ୟରେ ଅତିକ୍ରମ ହୋଇସାରିଛି ଓ ଆହୁରି ହୁଏତ ବାକି ଅଛି ଅନେକ। ୟା ମଧ୍ୟରେ ପ୍ରକୃତି ଦତ୍ତ ଓ ମନୁଷ୍ୟକୃତ ଅନେକ କାର୍ଯ୍ୟର ପରିଣାମ ମଧ୍ୟ ବିଗତ ବର୍ଷଗୁଡ଼ିକର ସମଗ୍ର ବିଶ୍ୱ ଉପଲବ୍ଧି କରିଛି। ସେହି ମହା ଈଶ୍ୱରୀୟ ମହାସତ୍ତାଙ୍କ ଦ୍ୱାରା ଏ ବିଶାଳ ପ୍ରକୃତି ସର୍ବଦା ଏ ସୃଷ୍ଟିକୁ ପ୍ରକୃତିଗତ ଶିକ୍ଷା ଦେଇ ଆସୁଛି। ତାହା ପ୍ରକୃତି ପ୍ରଦତ୍ତ ବିବିଧ ପ୍ରାକୃତିକ ସମ୍ବଳ ତଥା ବଣ ଜଙ୍ଗଲ, ପାହାଡ଼ ପର୍ବତ, ନଦୀ ହ୍ରଦ, ପଶୁପକ୍ଷୀ, କୀଟପତଙ୍ଗ, ପ୍ରାଣୀ ବା ମନୁଷ୍ୟ ମାଧ୍ୟମରେ ହେଉ ଅଥବା ପ୍ରାକୃତିକ ଦୁର୍ବିପାକ ମାଧ୍ୟମରେ ହେଉ, ପ୍ରକୃତି ଯେ ଆମର ଶିକ୍ଷା ବା ଜ୍ଞାନ ଆହରଣ କରିବାର ଏକ ଗଭୀର, ବିଶାଳ ତଥା ପ୍ରକୃଷ୍ଟ ଉତ୍ସ, ଏହା ଅନସ୍ୱୀକାର୍ଯ୍ୟ। ବିଗତ ବର୍ଷଗୁଡ଼ିକର ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା, ଝଡ଼, ସୁନାମି ଆଦି ମନୁଷ୍ୟର ଦେହସୁହା ହୋଇଗଲାଣି। ନିକଟ ଅତୀତରେ ଏକ କ୍ଷୁଦ୍ରାତି କ୍ଷୁଦ୍ର କରୋନା ଭୂତାଣୁର ପ୍ରଭାବ, ତାଡ଼ନା ଓ ବ୍ୟାପକତା ସମଗ୍ର ବିଶ୍ୱକୁ ମହାସଙ୍କଟକୁ ନେଇଯାଇଥିଲା। ଆଜିର ଜଗତୀକରଣ ଦୁନିଆରେ ଶ୍ରେଷ୍ଠ ବୋଲାଉଥିବା ମନୁଷ୍ୟ ହୋଇଗଲା ଗୃହବନ୍ଦୀ, ଯାହା ଏପରିକି ଆଦିମ କାଳରେ ବଣ ଜଙ୍ଗଲରେ ହିଂସ୍ର ପଶୁମାନଙ୍କ ସହିତ ବିଚରଣ କରି ଖାଦ୍ୟ ଅନ୍ୱେଷଣ କରି ଯାହା ତାହା ଖାଇ କୌଣସି ମତେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଆଦିମ ମନୁଷ୍ୟମାନଙ୍କ ପାଇଁ ମଧ୍ୟ ଗୃହବନ୍ଦୀ ଆବଶ୍ୟକ ହୋଇନଥିଲା କେବେ ବି। ଜୀବନ ରକ୍ଷା ପାଇଁ ମନୁଷ୍ୟର ସଂଘର୍ଷ ତ ସର୍ବଦା ରହିଆସିଛି, ମାତ୍ର ଏ ସଂଘର୍ଷ ତଥାକଥିତ ବିଜ୍ଞାନର ସର୍ବଶ୍ରେଷ୍ଠ ଯୁଗରେ ପୁଣି ଏକ କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁ ସହିତ ମନୁଷ୍ୟ ଜାତିକୁ କାହିଁକି ଡରିବାକୁ ପଡ଼ିଲା? ଜୀବନ ସହିତ ଜୀବିକାର ସଂଘର୍ଷର ସେ ଛାତିତଳ ହୃଦୟ ବିଦାରକ କରୁଣ ଦୃଶ୍ୟ ସମୂହ ଏବେ ବି ସ୍ମୃତିପଟରେ ଆସି ସତେଯେପରି ହୃଦୟକୁ ମନ୍ଥି ପକାଏ। ସମଗ୍ର ବିଶ୍ୱ ଏହାର ମୂକସାକ୍ଷୀ। ସର୍ବଦା କିଛି ନୂତନତ୍ୱର ଅନୁସନ୍ଧାନରେ ଅନୁସନ୍ଧିତ ମନୁଷ୍ୟ ଏହିସବୁ ବିଗତ ଘଟଣାବଳୀରୁ ହୁଏତ ଅନେକ କିଛି ଶିଖିଛି, ସନ୍ଦର୍ଭରେ ଆଗକୁ ବଢ଼ିବାରେ ରାହା ପାଇଯାଇଛି ଏବଂ ହୁଏତ ଅନେକ କିଛି ଶିକ୍ଷା ଲାଭ କରି ମଧ୍ୟ ପାସୋରି ଯାଇଛି। କ'ଣ ରହିଛି ମନୁଷ୍ୟ ମନସ୍ତତ୍ତ୍ୱ? ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ତା'ର ବୁଦ୍ଧି, ଅତ୍ୟାଧୁନିକ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା, ବିଜ୍ଞାନର ସର୍ବାଧୁନିକ ଉପକରଣଗୁଡ଼ିକୁ ନିଜର ଦୈନନ୍ଦିନ ଜୀବନର ଅପରିହାର୍ଯ୍ୟ ଆବଶ୍ୟକତା ଭାବରେ ଗ୍ରହଣ କରିବା ସହିତ ମହାକାଶରେ ଯାଇ ପହଞ୍ଚି ସାରିଲାଣି। ସବୁଥିରେ ଯେ ମନୁଷ୍ୟର ମନ, ବୁଦ୍ଧି, ବିବେକର ଯଥାର୍ଥ ଉପଯୋଗ ହେବା ସହିତ ଅକ୍ଳାନ୍ତ ପରିଶ୍ରମ, ଚରମ ନିଷ୍ଠା, ଏକାଗ୍ର ସାଧନା ଆଦି ନିହିତ ରହିଛି, ଏହା ଅନସ୍ୱୀକାର୍ଯ୍ୟ। ତେବେ ଆଶ୍ଚର୍ଯ୍ୟ କଥା, ଏସବୁ ବହୁ ବର୍ଷର ପ୍ରତୀକ୍ଷିତ ସଫଳତାଗୁଡ଼ିକୁ ହାତ ପାହାନ୍ତରେ ସାଉଁଟି ନେବା ପରେ ମଧ୍ୟ ମନୁଷ୍ୟର ମନ ଆଜି ମଧ୍ୟ ଅଶାନ୍ତ। ସମଗ୍ର ବିଶ୍ୱ ଅଶାନ୍ତ। ଯେଉଁଠାରେ ସ୍ନେହ, ପ୍ରେମ, ପ୍ରୀତି, ଶାନ୍ତି, ମୈତ୍ରୀର କପୋତକୁ ଉଡ଼େଇବା କଥା, ସେଠାରେ ଅଶାନ୍ତି ତଥା ଅରାଜକତାର ବାତାବରଣରେ ମନୁଷ୍ୟ ସତେଯେପରି ଅଣନିଃଶ୍ୱାସୀ ହୋଇ ତ୍ରାହି ତ୍ରାହି ଡାକୁଛି। କୋଠା, ବାଡ଼ି, ବ୍ୟାଙ୍କ ବାଲାନ୍ସ, କ୍ଷମତା, ପଦ ଆଦିର ବିଷମ ମୋହାଚ୍ଛନ୍ନ ଜାଲରେ ବିମୋହିତ ହୋଇ ଲୋକଦେଖାଣିଆ ହସ, ଅଦିନିଆ ଅଳୀକ ଆତ୍ମତୃପ୍ତି ମଧ୍ୟରେ ନିଜ ଜୀବନର ପ୍ରକୃତ ଲକ୍ଷ୍ୟ, ଶାନ୍ତି ଓ ଆନନ୍ଦଠାରୁ ଆଜିର ମନୁଷ୍ୟ ହୁଏତ ଅନେକ ଦୂରରେ। ସେ ହସୁଛି ସତ, କିନ୍ତୁ ସେ ହସରେ ନିଜେ ହସି ଅନ୍ୟକୁ ହସାଇବାର ସେ ମାଧୁର୍ଯ୍ୟତା, ସେ ଔଦାର୍ଯ୍ୟ ଭାବ ନାହିଁ। ସେ ନିଜେ ବଞ୍ଚୁଛି ସତ, ମାତ୍ର ସେ ବଞ୍ଚିବାର, ଅନ୍ୟକୁ ବଞ୍ଚାଇବାର ବା ବଞ୍ଚିବାର ମାର୍ଗ ଦେଖାଇବାର କ୍ଷମତା ନାହିଁ। ଯନ୍ତ୍ରବତ୍ ସେ କେବଳ ଜୀଇଁଛି। ଜୀଇଁବାର କଳା ତ ଜୀବନ, ହେଲେ ଅନ୍ୟକୁ ଜୀଇଁଆଇବାର ଅଭିପ୍ସା ଯଦି ହୃଦୟରେ ନାହିଁ, ସେ ବା ଭଲା କି ଜୀବନ ଯେ? ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ କେବଳ ବଞ୍ଚିବା ପାଇଁ ଅର୍ଥ ଉପାର୍ଜନ କରିବା, ଖାଇବା, ପିଇବା, ଶୋଇବା, ଯେକୌଣସି ମତେ ଅନ୍ୟର ଗୋଡ଼ ଟାଣି ଉପରକୁ ନିଜେ ଉଠିବା, କୋଠାବାଡ଼ି, ବ୍ୟାଙ୍କ ବାଲାନ୍ସ ବଢ଼ାଇବା ଓ ନିଜର ପ୍ରୌଢ଼ି ତଥାକଥିତ ଲୋକଦେଖାଣିଆ ଅନାବଶ୍ୟକ ଭାବରେ ଦେଖାଇ ଆତ୍ମସନ୍ତୁଷ୍ଟି ପାଇବା ଆଜିକାଲି ଏକ ସାଧାରଣ ଘଟଣା। ପୂର୍ବେ ସ୍ନେହ, ପ୍ରେମ, ଦୟା, କ୍ଷମା, ପରୋପକାର, ନିଃସ୍ୱାର୍ଥ ଭାବ ଆଦି ଦେବସୁଲଭ ଗୁଣଗୁଡ଼ିକ ଆତ୍ମସନ୍ତୁଷ୍ଟିର ପ୍ରଧାନ ଅଙ୍ଗ ବୋଲି ବିଚାର କରାଯାଉଥିଲା। ବର୍ତ୍ତମାନ ଆମେ ଭିନ୍ନ ଦୃଶ୍ୟ ଦେଖୁଛେ। ସେବା କଲେ ପରା ବାସେ, ମାତ୍ର ଆଜିକାଲିର ସେବାରେ ନିଜର ସ୍ୱାର୍ଥ ସାଧନାର ଲାଳସା ବେଶୀ ପରିସ୍ଫୁଟ। ସତ୍ୟ, ସତ୍‌ଚିନ୍ତାଧାରା, ନିଷ୍କପଟ, ସ୍ୱଚ୍ଛ ହୃଦୟର ବ୍ୟକ୍ତି ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସ୍ୱଭାବତଃ ନିଜର ସତ୍କାର୍ଯ୍ୟ କରିବାକୁ ବା ନିଜର ସଚ୍ଚିନ୍ତାର ପରିପ୍ରକାଶ କରିବାକୁ ପଶ୍ଚାତ୍ପଦ ହୁଅନ୍ତି ନାହିଁ। ଏହି ଗୋଡ଼ଟଣା ନୀତି କ୍ରମଶଃ ସନ୍ଦେହ, ଅବିଶ୍ୱାସର ବଳ ସୃଷ୍ଟି କରିଥାଏ, ଯଦ୍ୱାରା ଅନେକ ବ୍ୟକ୍ତି ଏଥିରୁ ନିଜକୁ ଦୂରେଇ ରଖନ୍ତି। ପରିଣାମ ସ୍ୱରୂପ ଆଜି ଏକବିଂଶ ଶତାବ୍ଦୀରେ ମନୁଷ୍ୟର ମନସ୍ତତ୍ତ୍ୱ ଏପରି ହୋଇଯାଇଛି ଯେ ସର୍ବତ୍ର ଏକ ସନ୍ଦେହ, ଅବିଶ୍ୱାସ, ନକାରାତ୍ମକ ବାତାବରଣ ବୁଢ଼ିଆଣୀ ଜାଲ ପରି ତାକୁ ଛନ୍ଦି ପକାଇ ହଜାଇ ଦେଉଛି ତା'ର ମଣିଷପଣିଆ। ସକାରାତ୍ମକ ଚିନ୍ତା, ମାନବବାଦର ଶକ୍ତିଶାଳୀ ଊର୍ଜା ଓ ଦିବ୍ୟ ଚେତନାର ଧାରାରେ ବିଶ୍ୱକୁ ପ୍ଳାବିତ କରିବାକୁ ହେଲେ ନିଜକୁ ପ୍ରଥମେ ଗଢ଼ିବାକୁ ହେବ। ଆହୁରି ମଧ୍ୟ ଏହା ନିରାଟ ସତ୍ୟ ଯେ ଆଜିର ମନୁଷ୍ୟ ପ୍ରକୃତ ଆଧ୍ୟାତ୍ମିକବାଦ ଓ ଦିବ୍ୟ ଚେତନାଭାବଠାରୁ ବହୁତ ଦୂରକୁ ଚାଲିଯାଇଛି। ବାହ୍ୟ ଉପାଚାରର ବିଳାସପୂର୍ଣ୍ଣ ବେଷ୍ଟନୀରେ ଅନ୍ତର୍ମୁଖୀ ହେବାର
ପ୍ରୟାସ ବିଲୁପ୍ତ ପ୍ରାୟ ଅନ୍ତ ସମୀକ୍ଷା ଯେ ନିଜକୁ ଗଢ଼ି ତୋଳେ ଏହା ଭାବିବାକୁ କାହାର ସମୟ ନାହିଁ। ସ୍ୱଚ୍ଛ ଜଳରେ ଆଲୋକ ପ୍ରତିବିମ୍ବିତ ହେବା ଭଳି ସ୍ୱତ ଅନ୍ତର୍ଜ୍ଞାନ ଗଙ୍ଗାର ପରିସ୍ଫୁରଣ ହୋଇଥାଏ। ଏକବିଂଶ ଶତାବ୍ଦୀର ବାହ୍ୟ ପ୍ରକାଶରେ ଅନ୍ତର୍ଜ୍ୟୋତିକୁ ଜାଜ୍ୱଲ୍ୟମାନ କରି ନିଜକୁ ପ୍ରଥମେ ସର୍ବୋତ୍ତମ ଭାବରେ ଆସନ୍ତୁ ଗଢ଼ିବା। ଫଳରେ ସମାଜ ହେବ ସରସ ସୁନ୍ଦର ମଧୁମୟ। ସତରେ ଏଇ ତ ବିଶ୍ୱ ଜୀବନର ପଥେ ଆଗକୁ ବଢ଼ୁ ମାନବ ସମାଜ।